କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଚାପ୍ଟର 4 ଟି ହେଉଛି ୟୁରୋପୀୟ ମାନଙ୍କର ଭାରତ ଆଗମନ। କଣ ରହିଛି ଦେଖିବା। ଭାରତକୁ ଜଳପଥରେ ଆବିଷ୍କାର। ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ମାନେ ଭାରତକୁ ଜଳପଥ ଆବିଷ୍କାର କରି ଏକ ଯୁଗାନ୍ତକାରୀ ଘଟଣା ସୃଷ୍ଟି କରିଥିଲେ। ତ ଆବିଷ୍କାର କେବେ ହେଇଥିଲା ୟୁରୋପୀୟ ମାନଙ୍କ ଦ୍ୱାରା? ନା ପଞ୍ଚଦଶ ଶତାବ୍ଦୀରେ। ବହୁ ପୁରୁଣା କାଳରୁ ୟୁରୋପୀୟ ରାଷ୍ଟ୍ର ସମୂହ ଭାରତ ସହ ବାଣିଜ୍ୟ କାରବାର କରି ଆସୁଥିଲେ। ସେମାନେ କଣ କରୁଥିଲେ ନା ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା, ତା ସହିତ ମୂଲ୍ୟବାନ ପଥର, ହାତୀଦାନ୍ତ ଆଜି ବିଳାସ ସାମଗ୍ରୀ ୟୁରୋପୀୟ ମାନଙ୍କର ଅତି ପ୍ରିୟ ଥିଲା। ତେଣୁ ଏଗୁଡିକ ସବୁ ଭାରତରୁ ୟୁରୋପକୁ ରପ୍ତାନି ହେଉଥିଲା। ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ମାର୍କୋ ପୋଲେ ନାମକ ଏକ ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ। ସେ ନିଜ ଦେଶକୁ ଫେରି ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସ ବସ୍ତ୍ର, ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ଲୋକମାନଙ୍କ ଆଗରେ ବର୍ଣ୍ଣନା କଲେ। ମାର୍କୋ ପୋଲୋଙ୍କ ଏହି ବର୍ଣ୍ଣନା ବହୁ ସଂଖ୍ୟାରେ ୟୁରୋପୀୟ ମାନଙ୍କୁ ଭାରତ ଆସିବାକୁ ଉତ୍ସାହିତ କରିଥିଲା। ତାମାନେ ପ୍ରଥମେ ଯେତେବେଳେ ଇଟାଲୀର ମାର୍କୋ ପୋଲୋ ଆସିଥିଲେ ଏସିଆ ଭ୍ରମଣ କରିବାରେ, ସେତେବେଳେ ସେ ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସ କାର୍ଯ୍ୟ ଏସବୁ ଦେଖିଲେ। ସେ ଯାଇକି ସବୁଆଡେ କହିଲା ଫଳରେ ୟୁରୋପୀୟ ମାନଙ୍କର ନିଜର ଆକର୍ଷଣ ବଢିଲା, ଆଉ ସେମାନେ ଉତ୍ସାହ ଆସିଲା କି ଆମେ ଯାଇକି ମଧ୍ୟ ଦେଖିବା ଆଉ ଭାରତ ସହିତ ବ୍ୟବସାୟ କରିବା। ମାତ୍ର ସେତେବେଳେ ୟୁରୋପରୁ ଭାରତକୁ ଆସିବା ପାଇଁ କୌଣସି ସିଧା ରାସ୍ତା ନଥିଲା। ଏଇଟା ହଉଛି କେବେର କଥା? ନା ତ୍ରୟୋଦଶ ଶତାବ୍ଦୀର କଥା। ତେଣୁ ଭାରତରେ ଉତ୍ପାଦିତ ହେଉଥିବା ଜିନିଷ ଗୁଡିକ କାବୁଲ, ଆଫଗାନିସ୍ତାନ, ପାରସ୍ୟ ଓ କନଷ୍ଟାଣ୍ଟିନୋପଲ ଇତ୍ୟାଦି ଦେଶ ଦେଇ ବୁଲାଣି ବାଟରେ ୟୁରୋପୀୟ ଦେଶମାନଙ୍କରେ ପହଞ୍ଚୁଥିଲା। ତା ମାନେ ସିଧାସଳଖ ନ ଯାଇ ଏଇ ଯୋଉ ମୁଁ ଅଣ୍ଡରଲାଇନ କରୁଛି ଏଇ ସବୁ ଦେଶ ଦେଇକି ଯାଇକି ୟୁରୋପରେ ଜିନିଷ ଗୁଡିକ ପହଞ୍ଚୁଥିଲା। ବୁଲାଣି ରାସ୍ତା ଯେତେବେଳେ ହବ ସେତେବେଳେ କଣ ହବ ନା ଜିନିଷର ମୂଲ୍ୟ ଅଧିକା ରହିବ। ବାଟରେ ୟୁରୋପୀୟ ଦେଶମାନଙ୍କୁ ପହଞ୍ଚିଲା, ଯୋଉଟା ପହଞ୍ଚିଲା ସେଟା ବୁଲାଣି ରାସ୍ତାରେ ଗଲା। ତ ବୁଲାଣି ରାସ୍ତା ଦେଇ ମାଲ ଗୁଡିକ ପରିବହନ ହେଉଥିବାରୁ ଏହାର ମୂଲ୍ୟ ଅତ୍ୟଧିକ ହେଉଥିଲା। ଏହା ସତ୍ତ୍ୱେ ୟୁରୋପୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟ କାରବାର ଚାଲୁଥିଲା। ତ ମୂଲ୍ୟ ଅଧିକା ହେଇ ମଧ୍ୟ ଭାରତର ଜିନିଷ ଗୁଡିକ ଯେହେତୁ ସେମାନଙ୍କୁ ଆକର୍ଷିତ କରିଥିଲା, ତେଣୁ ତାଙ୍କ ଯୋଉ ବାଣିଜ୍ୟ କାରବାରଟି ଚାଲିଥିଲା। ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ, ତାମାନେ 1453 ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କ ମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ। ଫଳରେ ଏହି ବାଟ ଦେଇ ଭାରତକୁ ୟୁରୋପୀୟ ଦେଶମାନଙ୍କୁ ମାଲ ପରିବହନ ବନ୍ଦ ହୋଇଗଲା। ତେଣୁ ୟୁରୋପୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟ କାରବାର ହୋଇପାରି ନଥିଲା। ଏଥିପାଇଁ ଏକ ସିଧାସଳଖ ଜଳପଥ ଆବିଷ୍କାର କରିବା ପାଇଁ ୟୁରୋପୀୟ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଲା। ତ ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିପାରେ କି ୟୁରୋପୀୟ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ କାହିଁକି ପାଇଲା? ତ ଏବେ ଆମେ ଡିସ୍କସ କଲେ, ସେଇଥିପାଇଁ ହିଁ ତାଙ୍କର ଆଗ୍ରହ ପ୍ରକାଶ ପାଇଥିଲା। କାଳକ୍ରମେ ଏହି ଆଗ୍ରହ ବାସ୍ତବ ରୂପ ନେଇ ପଞ୍ଚଦଶ ଶତାବ୍ଦୀରେ ୟୁରୋପରୁ ଭାରତକୁ ଏକ ଜଳପଥ ଆବିଷ୍କୃତ ହୋଇଥିଲା। ପର୍ତ୍ତୁଗୀଜ ମାନଙ୍କର ଭାରତ ଆଗମନ। ୟୁରୋପୀୟ ମାନଙ୍କ ମଧ୍ୟରେ ଭାରତକୁ ଜଳପଥରେ ଆବିଷ୍କାର କରିବାରେ ପର୍ତ୍ତୁଗୀଜ ମାନେ ସବୁଠାରୁ ଆଗରେ ଥିଲେ। ଏହି କାର୍ଯ୍ୟ କରିବା ପାଇଁ ବହୁ ପର୍ତ୍ତୁଗୀଜ ନାବିକ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରେ ବାର୍ଥଲୋମିଓ ଡାଏସ ନାମକ ପର୍ତ୍ତୁଗୀଜ ନାବିକ ଆଫ୍ରିକା ଉପକୂଳରୁ ନିଜର ଯାତ୍ରା ଆରମ୍ଭ କରି ଉତ୍ତର ମାସା ଅନ୍ତରୀପ ପର୍ଯ୍ୟନ୍ତ ଆସିଥିଲେ। କୋଉଠୁ ଆସିଥିଲେ ସିଏ? ନା ଆଫ୍ରିକାରୁ ଆରମ୍ଭ କଲେ, ପହଞ୍ଚିଥିଲେ ମାସା ଅନ୍ତରୀପ ପର୍ଯ୍ୟନ୍ତ ଆସିପାରିଥିଲେ। ପରେ ପର୍ତ୍ତୁଗୀଜ ସରକାର କଲମ୍ବସ ନାମକ ଅନ୍ୟ ଏକ ରାଜ କର୍ମଚାରୀ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସେ ଭାରତ ପରିବର୍ତ୍ତେ ଭାରତରେ ନ ପହଞ୍ଚି ସେ ଆମେରିକାରେ ପହଞ୍ଚିଥିଲେ। ଏହାର 6 ବର୍ଷ ପରେ ଭାସ୍କୋଡା ଗାମା ନାମକ ଜଣେ ଇଟାଲୀର ନାବିକ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଥିଲେ। ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଭାସ୍କୋଡା ଗାମା 3ଟି ଜାହାଜ ସହିତ
ପର୍ତ୍ତୁଗାଲରୁ ଜଳଯାତ୍ରା ଆରମ୍ଭ କରିଥିଲେ। ସେ ଆଟଲାଣ୍ଟିକ୍ ମହାସାଗରରେ ଜାହାଜ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତର ମାସ ଅନ୍ତରୀପଠାରେ ପହଞ୍ଚିଥିଲେ। ଆରମ୍ଭ କରିଥିଲେ କୋଉଠୁ ନା ଆଟଲାଣ୍ଟିକ୍ ମହାସାଗର ଦେଇକି ଆସିଲେ, ତାପରେ ଚଳାଇ କୋଉଠି ଆସିଲେ ନା ଆଫ୍ରିକା ମହାଦେଶର ଉତ୍ତର ମାସ ଅନ୍ତରୀପ ପାଖେ ପହଞ୍ଚିଲେ। ଏହାପରେ ଭାରତ ମହାସାଗର ଦେଇ ଜଳଯାତ୍ରା କରି 1498 ଖ୍ରୀଷ୍ଟାବ୍ଦରେ ଭାରତର ପଶ୍ଚିମ ଉପକୂଳରେ ଥିବା କ୍ୟାଲିକଟ ନାମକ ସ୍ଥାନରେ ସେ ପହଞ୍ଚିଥିଲେ। ଏହା ଫଳରେ ଭାରତକୁ ଜଳପଥ ଆବିଷ୍କାର ହୋଇଥିଲା। ସେତେବେଳେ କ୍ୟାଲିକଟକୁ ଜାମୋରିନ୍ ନାମକ ହିନ୍ଦୁ ରାଜା ଶାସନ କରୁଥିଲେ। କିଏ ଶାସନ କରୁଥିଲେ ନା ଜାମୋରିନ୍ ନାମକ ହିନ୍ଦୁ ରାଜା। ଭାସ୍କୋ ଡା ଗାମାକୁ ଆତିଥେୟତା ପ୍ରଦାନ କରି ବନ୍ଧୁତାପୂର୍ଣ୍ଣ ବ୍ୟବହାର କରିଥିଲେ। ରାଜା ଜାମୋରିନ୍ ଭାସ୍କୋ ଡା ଗାମାକୁ ବାଣିଜ୍ୟ କରିବା ପାଇଁ ଅନୁମତି ଦେଇଥିଲେ। ଭାସ୍କୋ ଡା ଗାମା ଜଳଯାତ୍ରାର ଉଦ୍ଦେଶ୍ୟ ସଫଳ ହୋଇଥିଲା। ଏହା ଫଳରେ ଭାରତ ଆଉ ୟୁରୋପ ମଧ୍ୟରେ ବାଣିଜ୍ୟ ଯୋଗାଯୋଗ ସ୍ଥାପିତ ହୋଇଥିଲା। ପର୍ତ୍ତୁଗୀଜ ଭାସ୍କୋ ଡା ଗାମା କାଲିକଟରେ 6 ମାସ ରହିଥିଲେ। 6 ମାସ ରହିକି ସେ ମସଲା ଜାତୀୟ ଦ୍ରବ୍ୟ ଜାହାଜରେ ଭର୍ତ୍ତି କରି ପର୍ତ୍ତୁଗାଲକୁ ଫେରିଲେ। ଆଉ 1499 ଖ୍ରୀଷ୍ଟାବ୍ଦରେ ସେ ଲିସବନରେ ପହଞ୍ଚିଥିଲେ। ସେ ପର୍ତ୍ତୁଗୀଜ ରାଜଦରବାରରେ ଭାରତରେ ୟୁରୋପୀୟ ଜିନିଷର ଚାହିଦା ବିଷୟରେ ପ୍ରକାଶ କରିଥିଲେ। ଫଳରେ ଭାରତରେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପର୍ତ୍ତୁଗୀଜ ମାନେ ଉତ୍ସାହିତ ହୋଇଥିଲେ। ଫଳରେ 1500 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପେଡ୍ରୋ ଆଲଭାରେଜ କ୍ରାବେଲ ନାମକ ଜଣେ ନାବିକ 13 ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଥିଲେ। କିନ୍ତୁ ରାଜା ଜାମୋରିନ୍‌ଙ୍କ ସହ ତାଙ୍କର ମତଭେଦ ହେବାରୁ ସେ କାଲିକଟ ଛାଡ଼ି କୋଚିନ୍ ଠାରେ ଆଶ୍ରୟ ନେଇଥିଲେ। 1502 ଖ୍ରୀଷ୍ଟାବ୍ଦରେ ଭାସ୍କୋ ଡା ଗାମା ପୁଣି କାଲିକଟ ଠାରେ ପହଞ୍ଚିଥିଲେ। ଜାମୋରିନ୍‌ଙ୍କ ଅନୁମତି କ୍ରମେ କାଲିକଟ ଠାରେ ଏକ ବାଣିଜ୍ୟ କୋଠି ନିର୍ମିତ ହୋଇଥିଲା। 1500 ଖ୍ରୀଷ୍ଟାବ୍ଦରୁ 1505 ପର୍ଯ୍ୟନ୍ତ ପର୍ତ୍ତୁଗୀଜ ଓ ଆରବମାନଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ଶେଷରେ ଆରବ ବଣିକମାନଙ୍କ ପ୍ରଭାବ ଲୋପ ପାଇ ମାଲବାର ଉପକୂଳରେ ପର୍ତ୍ତୁଗୀଜଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ପର୍ତ୍ତୁଗାଲ ରାଜାଙ୍କ ଦ୍ୱାରା ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନ ପରିଚାଳନା ପାଇଁ ଗଭର୍ଣ୍ଣର ମାନେ ନିଯୁକ୍ତି ହୋଇଥିଲେ। ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣର ପଦବୀରେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆଲ-ବୁକର ଶ୍ରେଷ୍ଠ ଥିଲେ। ସେ ବିଜାପୁର ସୁଲତାନଙ୍କ ଠାରୁ ଗୋଆ ବନ୍ଦର ଅଧିକାର କରିଥିଲେ। ପରବର୍ତ୍ତୀ ଗଭର୍ଣ୍ଣରମାନଙ୍କ ଶାସନ କାଳରେ ଡିଉ ଡାମନ, ସାଲସେଟ ବେସିନ, ବମ୍ବେ ଓ ବଙ୍ଗ ଦେଶର ହୁଗୁଳି ପ୍ରଭୃତି ସ୍ଥାନ ଅଧିକାର କରିଥିଲେ। ସେମାନେ ପ୍ରାୟ 100 ବର୍ଷ ଧରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ। ମାତ୍ର ଅଷ୍ଟାଦଶ ଶତାବ୍ଦୀ ବେଳକୁ ଭାରତର ବାଣିଜ୍ୟ କ୍ଷେତ୍ରରେ ପର୍ତ୍ତୁଗୀଜମାନଙ୍କ ପ୍ରଭାବ ଲୋପ ପାଇଥିଲା। ଡଚ୍ ବା ଓଲଦାଜ 16ଶ ଶତାବ୍ଦୀର ଶେଷ ଭାଗରେ ହଲାଣ୍ଡ ଦେଶର ଅଧିବାସୀ ବା ଡଚମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ। 1602 ଖ୍ରୀଷ୍ଟାବ୍ଦରେ ସେମାନେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ। କେବେ ଆସିଥିଲେ ନା 16ଶ ଶତାବ୍ଦୀରେ ଆସିଥିଲେ। ଆଉ 1602 ଖ୍ରୀଷ୍ଟାବ୍ଦରେ ସେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ। ଭାରତ ଓ ଦକ୍ଷିଣ ପୂର୍ବ ଏସିଆରୁ ଗରମ ମସଲା ଆମଦାନୀ କରିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା। ଡଚମାନେ ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରି ସେମାନଙ୍କ ଅଧୀନସ୍ଥ ଅନେକ ଅଞ୍ଚଳ ଅଧିକାର କରିଥିଲେ। ସେମାନେ ଗୁଜରାଟ, କରମଣ୍ଡଳ, ଉପକୂଳ ବଙ୍ଗ, ବିହାର ଆଦି ଅଞ୍ଚଳରେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ। ଏହା ବ୍ୟତୀତ ମଛଲିପଟ୍ଟନମ, ସୁରତ, କାସିମ ବଜାର, କୋଚିନ ଓ ବାଲେଶ୍ୱର ଇତ୍ୟାଦି ସ୍ଥାନମାନଙ୍କରେ ବାଣିଜ୍ୟ କେନ୍ଦ୍ରମାନ ସ୍ଥାପନ କରିଥିଲେ। ଭାରତକୁ ଇଂରେଜମାନେ ଆସିଲା ପରେ ଡଚମାନେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ପରିଶେଷରେ ସେମାନେ ଇଂରେଜ ଓ ଫରାସୀମାନଙ୍କୁ ପ୍ରତିରୋଧ କରି ନ ପାରି ଭାରତ ତ୍ୟାଗ କରି ଜାଭା, ସୁମାତ୍ରା ଓ ମାଳୟ ଦ୍ୱୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ। କେଉଁଠାରେ କରିଥିଲେ ନା ଜାଭା, ସୁମାତ୍ରା ଆଉ ମାଳୟ ଦ୍ୱୀପପୁଞ୍ଜଠାରେ ବାଣିଜ୍ୟ କାରବାର କରିଥିଲେ। ଏମାନଙ୍କ ବ୍ୟତୀତ ଡେନମାର୍କ ଦେଶର ଅଧିବାସୀ ବା ଦିନାମାର ମାନେ ବଙ୍ଗ ଦେଶର ଶ୍ରୀରାମପୁରଠାରେ ବାଣିଜ୍ୟ କୋଠିମାନ ସ୍ଥାପନ କରି ବିଭିନ୍ନ ପ୍ରକାର ବ୍ୟବସାୟ କରିଥିଲେ। ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ
तेबे आमे सब कौन डिस्कस कले यूरोप रे पोर्तुगाल मानक विषय कथा आले डच मानक विषय कथा आले एबे आमे कथा बा इंग्रेज ईस्ट इंडिया कंपनी 1599 ଖ୍ରୀଷ୍ଟାବ୍ଦରେ ଲଣ୍ଡନର କେତେକ ବଣିକ ଓ ନାବିକ ମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ। ଏହି ସଂସ୍ଥାକୁ ଇଂଲଣ୍ଡ ରାଣୀ ଏଲିଜାବେଥ ବାଣିଜ୍ୟ କରିବା ପାଇଁ ଅନୁମତି ଦେଇଥିଲେ। ପରବର୍ତ୍ତୀ କାଳରେ ଏହି କମ୍ପାନୀ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା, ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲା। ଏସବୁ ସ୍ଥାନରେ ସେମାନଙ୍କୁ ଡଚ୍ ମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱ କରିବାକୁ ପଡ଼ିଥିଲା। ତେଣୁ ସେମାନେ ଭାରତରେ ବାଣିଜ୍ୟ କରିବା ପାଇଁ ଆଗ୍ରହୀ ହୋଇଥିଲେ। ଏହି କାର୍ଯ୍ୟ ପାଇଁ ସେ ସମୟରେ ଭାରତରେ ଶାସନ କରୁଥିବା ମୁଗଲ ସମ୍ରାଟ କିଏ ଥିଲେ ନା ଜାହାଙ୍ଗୀର ଥିଲେ। ତାଙ୍କ ଦରବାରକୁ ଇଂରେଜ ମାନଙ୍କର ଜଣେ କ୍ୟାପ୍ଟେନ ଆସିଥିଲେ। ତାଙ୍କ ନାଁ ହଉଛି ହକିନ୍ସ। ତ ସେ ହକିନ୍ସ ଆସିଥିଲେ ବାଣିଜ୍ୟ କାରବାର କରିବା ପାଇଁ। ଜାହାଙ୍ଗୀର ବହୁତ ଖୁସି ହେଲେ ତାଙ୍କୁ ଭେଟ କରିକି। ଆଉ ସେ କଣ କଲେ ନା ତାଙ୍କୁ ସୁରତ ଠାରେ ବାଣିଜ୍ୟ କୋଠି ନିର୍ମାଣ କରିବା ପାଇଁ ସୁଯୋଗ ଦେଇଥିଲେ। ମାତ୍ର ପର୍ତ୍ତୁଗୀଜ ମାନଙ୍କ ଷଡ଼ଯନ୍ତ୍ର ଯୋଗୁଁ ହକିନ୍ସ କୌଣସି ବାଣିଜ୍ୟ ସୁବିଧା ହାସଲ ନ କରିପାରି ଇଂଲଣ୍ଡ ଫେରି ଯାଇଥିଲେ। ତ ଏଠି ରାଜା କିଏ ଥିଲେ ନା ସମ୍ରାଟ ଜାହାଙ୍ଗୀର ଥିଲେ। ଆସିଥିଲେ କିଏ ନା ହକିନ୍ସ ଆସିଥିଲେ। ହକିନ୍ସ ଯିବା ପରେ ପ୍ରଥମ ଜେମ୍ସ ସାର୍ ଟମାସ ରୋ ନାମକ ଏକ ବିଚକ୍ଷଣ ରାଜଦୂତଙ୍କୁ ପଠାଯାଇଥିଲା ଜାହାଙ୍ଗୀରଙ୍କ ଦରବାରକୁ। ସେ ଯେତେବେଳେ ଆସିଲେ ସେ କଣ କଲେ ସିଏ 1619 ଖ୍ରୀଷ୍ଟାବ୍ଦରେ ଭାରତରୁ ସେ ବିଦାୟ ନେଇଥିଲେ। ଯେତେବେଳେ ସେ ବିଦାୟ ନେଇଥିଲେ ସେତେବେଳେ ସେ ଆଗ୍ରା, ଅହମଦାବାଦ, ସୁରତ ଇତ୍ୟାଦି ସ୍ଥାନରେ ବାଣିଜ୍ୟ କୋଠିମାନ ସ୍ଥାପିତ କରିପାରିଥିଲେ। ଏହାପରେ ଇଂରେଜ ମାନେ ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବାଣିଜ୍ୟ କୋଠି ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। ଫଳରେ କଣ ହେଇଥିଲା ନା ଗୋଲକଣ୍ଡା ରାଜ୍ୟର ମୁଖ୍ୟ ପୋତାଶ୍ରୟ ମଛଲିପଟ୍ଟନମ, ବମ୍ବେ, ବଙ୍ଗ ଦେଶର ସୁତାନଟି ଓ ଓଡ଼ିଶାର ବାଲେଶ୍ୱର ଠାରେ ଇଂରେଜ ମାନେ ବାଣିଜ୍ୟ କୋଠି ମାନେ ନିର୍ମାଣ କରିଥିଲେ। ଏହିପରି ଭାବରେ ଇଂରେଜ ମାନେ ସେମାନଙ୍କ ବାଣିଜ୍ୟ ପ୍ରସାର ଘଟାଇ ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିଥିଲେ। ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ପର୍ତ୍ତୁଗୀଜ, ଡଚ୍ ଓ ଇଂରେଜ ମାନଙ୍କର ଆସିବାର ବହୁ ବର୍ଷ ପରେ ଫରାସୀ ମାନେ ବାଣିଜ୍ୟ କରିବା ପାଇଁ ଭାରତକୁ ଆସିଥିଲେ। ସେମାନେ ଭାରତକୁ ଆସି 1664 ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ। ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରବର୍ତ୍ତୀ ସମୟରେ 1668 ଖ୍ରୀଷ୍ଟାବ୍ଦରେ କେତେକ ଫରାସୀ ବଣିକ ସୁରତଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ। ପରେ ସେମାନେ ଗୋଲକଣ୍ଡା ସୁଲତାନଙ୍କ ଠାରୁ ଅନୁମତି ପାଇ ମଛଲିପଟ୍ଟନମରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ। ପରେ ପରେ ସେମାନେ ପଣ୍ଡିଚେରୀ, ବଙ୍ଗଦେଶର ଚନ୍ଦନନଗର, ଓଡ଼ିଶାର ବାଲେଶ୍ୱର ଠାରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ। ଏହା ଛଡା ମାଲବାର ଉପକୂଳରେ ମାହେବନ୍ଦର ଫରାସୀମାନେ ଅଧିକାର କରି ସେଠାରେ ବାଣିଜ୍ୟ କାରବାର କରିଥିଲେ। ଅଷ୍ଟାଦଶ ଶତାବ୍ଦୀ ମଧ୍ୟ ଭାଗରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇ ଯୁଦ୍ଧର ରୂପ ନେଲା। ଏହି ଯୁଦ୍ଧକୁ କର୍ଣ୍ଣାଟ ସମର କୁହାଯାଏ। କାହାକୁ କର୍ଣ୍ଣାଟ ସମର କୁହାଯାଏ? କ୍ୱେଶ୍ଚିନ୍ ଆସିପାରେ। ଫରାସୀ ଓ ଇଂରେଜ ମାନଙ୍କ ମଧ୍ୟରେ 3ଟି କର୍ଣ୍ଣାଟ ସମର ହୋଇଥିଲା। ଏହି ସମରରେ ଫରାସୀମାନେ ଇଂରେଜ ମାନଙ୍କ ଠାରୁ ପରାଜିତ ହୋଇଥିଲେ। ଫଳରେ ଫରାସୀ ମାନଙ୍କର ବାଣିଜ୍ୟ କାରବାର ବିପର୍ଯ୍ୟସ୍ତ ହୋଇ ଯାଇଥିଲା ଏବଂ ସେମାନେ ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା କରି ପାରିନଥିଲେ। ଭିଡିଓଟିକୁ ଭଲସେ ଶୁଣିବ, ଚାପ୍ଟରଟିକୁ ଶୁଣିବ ଭଲ ଭାବରେ। ଯୋଉ ଜାଗାରେ ଧର ବୁଝି ହେଲା ନାହିଁ ବା କୋଉଠି ଡାଉଟ୍ ଅଛି କମେଣ୍ଟରେ ଲେଖିକି ଦବ, ଆନ୍ସର କରିଦବ। ଆଉ ଯଦି ଭଲ ଲାଗିବ ଟିକେ ଲାଇକ୍ କରିଦବ, ମତେ ଭଲ ଲାଗିବ। ଆଉ ଅପେକ୍ଷା କର ନେକ୍ସଟ ଚାପ୍ଟର ମଧ୍ୟ ଆସିବ। ତାହେଲେ ରହୁଛି, ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।